କାନ୍ଦିଲେ ମଣିଷ ଦୁର୍ବଳ ହୋଇଯାଏ, ଏହା ଭୁଲ। ବରଂ କାନ୍ଦି କାନ୍ଦି ନିଜକୁ ସମ୍ଭାଳୁଥିବା ମଣିଷ ଶେଷରେ ବହୁତ ମଜବୁତ ହୋଇଯାଆନ୍ତି। ମୁଁ ଏକୁଟିଆ ରହିବାର କାରଣ ଏହା କି ମୋତେ ମିଛ ସମ୍ପର୍କଠାରୁ ଦୂରେଇ ଯିବାରେ କୌଣସି ଆପତ୍ତି ନଥାଏ। କେବଳ ହାତ ଧରିଦେଲେ ଭଲ ପାଇବା ହୋଇଯାଏ, ଏମିତି ସାରା ଜୀବନ ପାଖାପାଖି ରହିବାକୁ ପଡ଼େ। ସେ ମୃତ୍ୟୁର ଉପହାର ଯିଏ ଖରାପ ମଣିଷକୁ ବି ମଶାଣି ଗଲାବେଳେ ପ୍ରଶଂସା ଦେଇଯାଏ। ତୁମେ କେତେ ବି ଭଲ ହୋଇଥାଅ, ଅନ୍ୟ ପାଇଁ ସେତେବେଳେ ଭଲ ହେବ ଯେବେ ତୁମେ ତାଙ୍କ ଦରକାରରେ ଆସିବ। ସମସ୍ୟା ତ ସମସ୍ତଙ୍କ ଜୀବନରେ ଥାଏ, କିନ୍ତୁ ମଣିଷ ସ୍ୱାର୍ଥପର, ଯିଏ ନିଜ ସମସ୍ୟାକୁ ସବୁଠାରୁ ବଡ଼ ବୋଲି ମାନିଥାଏ। ଭଲ କର୍ମ ତାହା ନୁହେଁ ଯାହାର ପରିଣାମ ବି ଭଲ ହିଁ ହେବ। ଭଲ କର୍ମ ତ ତାହା ଅଟେ ଯାହାର ଉଦ୍ଦେଶ୍ୟ ଖରାପ ନୁହେଁ। ଯାହାକୁ ଆମେ ଅଧିକ ଭଲ ପାଇଥାଉ ତାଙ୍କ କଥାରେ ମୁହଁରେ ହସ ଆସୁ କି ନ ଆସୁ, କିନ୍ତୁ ତାଙ୍କ କଥାରେ ଆଖିରେ ଲୁହ ନିଶ୍ଚୟ ଆସିଯାଏ। ନିଜ ପସନ୍ଦରେ ବଞ୍ଚିବା ଶିଖ, ଅନ୍ୟମାନଙ୍କ ପସନ୍ଦ ତ ବାରମ୍ବାର ବଦଳିଥାଏ। ପ୍ରେମର ଅନୁଭବ ଟିକେ ନିଆରା ହୋଇଥାଏ। ପ୍ରେମ ଦୂରରେ ଥିଲେ ବି ଭାବନାରେ ପାଖରେ ଥାଏ। ବହୁତ ସମ୍ପର୍କ ଏହି କାରଣରୁ ଭାଙ୍ଗିଯାଏ, ଜଣେ କେହି କହିପାରିନଥାଏ ଆଉ ଜଣେ ବୁଝିପାରିନଥାଏ। ଯଦି ପ୍ରେମରେ କେବେ ଝଗଡ଼ା ନ ହୁଏ ତେବେ ବୁଝିଯାଅ କି ପ୍ରେମ ହୃଦୟରୁ ନୁହେଁ, ଦିମାଗରୁ ଚାଲିଛି। ଯେବେ ଶରୀରରୁ ମିଳିଥିବା ଯନ୍ତ୍ରଣା ଆଉ ଶବ୍ଦରେ ଥିବା ଆଘାତକୁ ସହିବା ଶିଖିଯିବେ, ସେତେବେଳେ ଜୀବନ ଜୀଇଁବା ଶିଖିଯିବେ। ସଚ୍ଚା ଭଲ ପାଇବା ହାତ ରେଖାରେ ଥାଉ କି ନଥାଉ, ହୃଦୟର କାନ୍ଥରେ ତାଙ୍କ ନାଁ ନିଶ୍ଚିତ ଥାଏ। ବେଳେବେଳେ ମୋର ଇଏ ଖାସ୍ ନିଜ ଲୋକ କହି ଗର୍ବ କରିବା ମୂର୍ଖାମିର ପରିଚୟ ଦେଇଥାଏ, କାରଣ ଧୋକା ଶବ୍ଦର ଅର୍ଥ ସେହି ଖାସ୍ ବା ନିଜ ଲୋକମାନଙ୍କ ପାଖରେ ହିଁ ଉଦ୍ଭାବନ। କେବେ କାହାକୁ ଏତେ ଚାହଁନି ଯେ କି ପରେ ଆଖିକୁ ଲୁହ ଛଡ଼ା ଆଉ କିଛି ବି ଦେଖାଯିବନି। ଏ ଦୁନିଆରେ ଚପଲଠାରୁ ବଡ଼ କେଉଁ କପଲ ନାହିଁ। ଗୋଟିଏ ହଜିଯାଏ ତ ଅନ୍ୟଟିର ଜୀବନ ମଧ୍ୟ ସରିଯାଇଥାଏ। ସମସ୍ତଙ୍କ ଜୀବନରେ ଦୁଃଖ ଆସେ, ହେଲେ ଏହା ଚିରସ୍ଥାୟୀ ନୁହେଁ, କାରଣ ଏହା ବିଧିର ବିଧାନ। ଦୁଃଖ ବିନା ପ୍ରକୃତ ସୁଖକୁ ଅନୁଭବ କରି ହୁଏ ନାହିଁ। ସଂସାରରେ ମଣିଷ ହିଁ ଏକମାତ୍ର ପ୍ରାଣୀ ଯାହାର ବିଷ ଦାନ୍ତରେ ନୁହଁ ଶବ୍ଦରେ ଥାଏ। ତେଣୁ ଶବ୍ଦର ପ୍ରୟୋଗ ଭାବିଚିନ୍ତି କରିବା ଉଚିତ। ଯେମିତି ଅନ୍ଧାରରେ ନିଜର ଛାଇ ସାଥ ଛାଡ଼ି ଦେଇଥାଏ, ଠିକ୍ ସେମିତି ଖରାପ ସମୟରେ ନିଜର ଲୋକମାନେ ବି ସାଥ ଛାଡ଼ି ଦେଇଥାନ୍ତି। ଉପହାସକୁ ଡରି ନିଜର ଲକ୍ଷ୍ୟ ବଦଳାଇବା ଉଚିତ ନୁହେଁ, କାହିଁକି ନା ଲକ୍ଷ୍ୟ ହାସଲ ପରେ ଉପହାସ କରୁଥିବା ଲୋକଙ୍କର ରାୟ ବଦଳିଯାଏ। କେବେ ବି ନିଜକୁ ଛୋଟ ମନେ କର ନାହିଁ। ମନେ ରଖ, ପାଦ ତଳର ଦୁବ ଘାସ ପୂଜାରେ ଲାଗେ, ମୁଣ୍ଡ ଉପରେ ଥିବା ବିଶାଳ ତାଳ ଗଛ ନୁହେଁ। ସମସ୍ୟା ଏତେ ଶକ୍ତିଶାଳୀ ହୋଇନଥାଏ ଯେତିକି ମଣିଷ ତାକୁ ଭାବୁଥାଏ, କାହିଁକି ନା ଅନ୍ଧକାର ଯେତେ ବି ଶକ୍ତିଶାଳୀ ହେଲେ ମଧ୍ୟ ସକାଳର ସୂର୍ଯ୍ୟ ଆଗରେ ମୁଣ୍ଡ ନୁଆଁଇଥାଏ। ବାରମ୍ବାର ଅସଫଳ ହେଲେ ଭାଙ୍ଗି ପଡ଼ ନାହିଁ, କାରଣ ବେଳେବେଳେ ପେନ୍ଥାର ଶେଷ ଚାବିରେ ବି ତାଲା ଖୋଲି ଯାଇପାରେ। ସନ୍ତୁଷ୍ଟ ରୁହନ୍ତୁ, ହେଲେ ଜୀବନର ଆଶା ଛାଡ଼ନ୍ତୁ ନାହିଁ, କାରଣ ଆଶା ଏମିତି ଏକ ଜିନିଷ ଯାହା ବିନା ମଣିଷ ବଞ୍ଚିପାରିନଥାଏ। ଯେବେ ମଣିଷ କାହାକୁ ଅସମ୍ମାନ ଓ ଅପମାନ କରୁଥାଏ, ସେତେବେଳେ ସେ ଗୋଟିଏ କଥା ଭୁଲିଯାଏ କି ସେ ଅନ୍ୟର ନୁହଁ, ନିଜର ସମ୍ମାନ ହିଁ ହରାଉଥାଏ। ଜୀବନରେ ଯେଉଁ ଲୋକମାନେ ଆପଣଙ୍କଠୁ ଦୂରେଇ ଯିବାକୁ ଚାହାନ୍ତି, ପ୍ରଥମେ ଆପଣଙ୍କୁ କୌଣସି ଏକ ମାଧ୍ୟମରେ ଦୋଷୀ କରିଦିଅନ୍ତି, ପରେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେଇ ଦୂରେଇ ଯାଆନ୍ତି। ଯେଉଁ ସମ୍ପର୍କରେ ତୁମର ମୂଲ୍ୟ ନଥାଏ, ସେ ସମ୍ପର୍କକୁ ଚୁପଚାପ ଛାଡ଼ିଦେବା ହିଁ ଭଲ। ସେହି ସମ୍ପର୍କର ଆୟୁଷ ଲମ୍ବା ହୋଇଥାଏ ଯେଉଁଠି ଜଣେ ଜଣଙ୍କର କଥାକୁ ବୁଝନ୍ତି ଆଉ ସମ୍ମାନ ଦିଅନ୍ତି। ସବୁବେଳେ ଗୋଟେ ନାରୀ ପୁରୁଷଠାରୁ କ'ଣ ଚାହେଁ? ଏକରେ ନାରୀ ଗୋଟିଏ ପୁରୁଷ ଭିତରେ କେବଳ ପ୍ରେମ ଖୋଜେ ନାହିଁ, ସେ ଖୋଜେ ଜଣେ ପିତାକୁ ଯେ ତାଙ୍କ ଭୁଲ ପରେ ବି ଆଗପରି ଭଲ ପାଉଥିବ। ଦୁଇରେ ସେ ଖୋଜନ୍ତି ଜଣେ ବନ୍ଧୁକୁ ଯାହା କାନ୍ଧ ଉପରେ ମୁଣ୍ଡ ରଖି କାନ୍ଦି ପାରୁଥିବ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ କମେଣ୍ଟରେ ନିଶ୍ଚିତ ଜୟ ଶ୍ରୀକୃଷ୍ଣ ଲେଖିବେ। ଜୟ ଶ୍ରୀକୃଷ୍ଣ।